ବ୍ଲକ ପରିସରରେ ମହିଳା ଶିଶୁ ବିକାଶ ତରଫରୁ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ରାଜ୍ୟ ମହିଳା କମିଶନଙ୍କ ପୌରୋହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ସମାଜରେ ମହିଳାମାନେ ନିଷ୍ପେଷିତ ଅବହେଳିତ ହେଉଥିବାର ପରିଲକ୍ଷିତ ହେଉଛି। ଏହାର କାରଣ ସମସ୍ତ ସରକାରୀ ସ୍ତରରେ ମହିଳାମାନଙ୍କ ପାଇଁ ଯେଉଁ ଆଇନ ପ୍ରଣୟନ କରାଯାଇଛି, ସମସ୍ତ ମହିଳାମାନେ ସେ ବିଷୟରେ ସମ୍ପୂର୍ଣ୍ଣ ରୂପେ ଅବଗତ ନାହାନ୍ତି, ଯାହାଫଳରେ ଆଜି ବି ମହିଳାମାନେ ଉଚିତ ଆଇନ ସେବାରୁ ବଞ୍ଚିତ ରହୁଛନ୍ତି। ସରକାର ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ ସେବା ସରକାରୀ ସ୍ତରରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ସମସ୍ତ ମହିଳା ନିଃଶୁଳ୍କ ଆଇନ ସେବା ଅବଗତ କରାଇବା ପାଇଁ ମୋରଡ଼ା ବ୍ଲକରେ ଏକ ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ସଚେତନତା କରିବା ସହିତ ମହିଳା ସୁରକ୍ଷା ପାଇଁ ପ୍ରଣୟନ ଥିବା ଆଇନ ବାବଦରେ ମଞ୍ଚାସୀନ ଅତିଥିମାନେ ଅବଗତ କରାଇଥିଲେ। ଏହି ଆଇନ ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୋରଡ଼ା ସିଡିପିଓ ବିଜୟ ଲକ୍ଷ୍ମୀ ଦଣ୍ଡପାଟ। ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ମହିଳାମାନଙ୍କ ପାଇଁ ପ୍ରଣୟନ ଥିବା ଆଇନ ବିଷୟରେ ଉପସ୍ଥିତ ଥିବା ମହିଳାମାନଙ୍କୁ ଅବଗତ କରି କହିଥିଲେ ଯେ କୌଣସି ସମସ୍ୟା ହେଲେ 112କୁ ଫୋନ କଲେ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ଆଇନ ସେବା ଯୋଗାଇବ। ଘରୋଇ ହିଂସା, ମହିଳା ଓ ଶିଶୁ ଉପରେ ଅତ୍ୟାଚାର କଲେ ଦୋଷୀକୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି। କିଛି ସ୍ଥାନରେ କଙ୍ଗାରୁ କୋର୍ଟ କରି ଦୋଷୀକୁ ଦଣ୍ଡିତ କରୁଛନ୍ତି। ସେ ସବୁରୁ ଦୂରେଇ ରହିବା ପାଇଁ ନିବେଦନ କରିଥିଲେ ଏବଂ ସୂଚନା ପାଇଲେ ପୋଲିସକୁ ଖବର ଦେବା ପାଇଁ କହିଥିଲେ ଏବଂ କହିଥିଲେ ବର୍ତ୍ତମାନର ସମାଜରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଗଣମାଧ୍ୟମରୁ ଅନେକ ତଥ୍ୟ ପାଇ ପୋଲିସ ଅନେକ ଅପରାଧ ରୋକିବାରେ ସଫଳ ହେଉଛି। ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଉପାଧ୍ୟକ୍ଷ ଜେମାମଣି ମହାନ୍ତ, ମୁଖ୍ୟ ବକ୍ତା ପ୍ରୋଜେକ୍ଟ ଅଫିସର ସୁକାନ୍ତି ସେଠୀ, ସମ୍ମାନିତ ଅତିଥି କିଷାନ ତାଣ୍ଡି, ଗୋଷ୍ଠୀ ସ୍ୱାସ୍ଥ୍ୟର ଅଧିକାରୀ ଡକ୍ଟର ହାମିରା ମୁର୍ମୁ, ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ, ଏବିଓ ପାଲୁ ହାଁସଦା, ପ୍ରୋଜେକ୍ଟ ଅଫିସର ଜୟଶ୍ରୀ ହୋତା, ଓକିଲ ଅନନ୍ତ କେଶରୀ ଦାସ, ଚିତ୍ରଡ଼ା ମହାବିଦ୍ୟାଳୟର ପ୍ରଫେସର ସୌଦାମିନୀ ସିଂ, ବିପିଏମ୍ କଳ୍ପନା ଜେନା, ଏନଜିଓ ସ୍ପରଧା ସହିତ ଶତାଧିକ ମହିଳା ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଯୋଗ ଦେଇଥିଲେ। ତେବେ ଏନେଇ କ'ଣ କହୁଛନ୍ତି ମଞ୍ଚାସୀନ ଅତିଥିମାନେ, ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ। କିମ୍ବା କହିବା କଥା ନୁହେଁ ମା ମାନଙ୍କୁ, ତଥାପି କହୁଛି ତାଙ୍କୁ କିଏ ଅଶ୍ଳୀଳ ଇଙ୍ଗିତ କଲା, ପୁଅକୁ ବି ଝିଅକୁ ବି ଅଶ୍ଳୀଳ ଇଙ୍ଗିତ କଲା କିମ୍ବା ଅଶ୍ଳୀଳ ଟିପ୍ପଣୀ କଲା, ଅଶ୍ଳୀଳ ଜାଗାରେ ହାତ ମାରିଲା କିମ୍ବା ଏନି ସବଷ୍ଟେନ୍ସ ଚାମୁଚ ଫାମୁଚ ସେଥିରେ ବି ସେ ଜାଗାକୁ ପ୍ରେସର କଲା, ତାହେଲେ ସେ ଜିନିଷ ଚାଇଲ୍ଡ ପ୍ରୋଟେକ୍ସନ एक्टରେ ଆସିବ। ভাইস চেয়ারম্যান ম্যাডাম, সিডিপিও ম্যাডাম, জেলা পরিষদ ম্যাডাম এবং অন্যান্য আইন সচেতনতা বিষয়ে এটি উপস্থিত থাকা মোর ওকিল বন্ধু এবং অন্যান্য ম্যাডাম মানে এবং সামনে বসিবা মোর বরিষ্ঠ সাংবাদিক গণ তথা ইলেকট্রনিক্স মিডিয়া গণ তথা আশাকর্মী এবং অন্যান্য মা মানে বসিবা এবং ছুয়া মানে যে স্কুল কলেজରୁ আসছেন সেମାନଙ୍କୁ শুভেচ্ছা জଣାଇ ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିକି ଆପଣମାନଙ୍କୁ କିଛି ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛି। এটা ଡରିବାର କିଛି କୌଣସି କାରଣ ନାହିଁ। ଜନସାଧାରଣଙ୍କ ପାଇଁ ସବୁ ବିଭାଗ ଅଛି, ପୁଲିସ ବିଭାଗ ଅଛି, ଡାକ୍ତର ଅଛନ୍ତି, ସିଡିପିଓ ଅଛନ୍ତି, ଯାହାର ଯେଉଁ ଅସୁବିଧା ହେଲା ସେମାନେ ସେ ବିଭାଗ ଯଦି ଜଣାଇ ପାରିବେ ତାହେଲେ ତାଙ୍କର ଯେଉଁ ଅସୁବିଧାଟା ହେଇଥିବ ସେ ଅସୁବିଧାକୁ ଦୂର କରିପାରିବା। କିନ୍ତୁ ଆଜି ସମାଜରେ ଦେଖାହେଉଛି ବିଭିନ୍ନ ପ୍ରକାର ବିଶୃଙ୍ଖଳା ଲାଗି ରହୁଛି। ପୁଅ ବାପର, ବାପ ମାଆର ଏଭଳିଆ ବିଶୃଙ୍ଖଳା